ଯେତେବେଳେ ଭରସା ଭାଙ୍ଗିଯାଏ ସେତେବେଳେ ଭୁଲ ମାଗିବାର କିଛି ମୂଲ୍ୟ ନଥାଏ। ମଣିଷ କେବଳ ଗୋଟିଏ କାରଣରୁ ଏକା ହୋଇଯାଏ, ଯେବେ ନିଜ ଲୋକ ତାକୁ ବୁଝିବାକୁ ଅସମର୍ଥ ହୁଅନ୍ତି। ଏକୁଟିଆ ରହିବାର ଅଭ୍ୟାସ ବି ଦରକାର, କାରଣ ସବୁବେଳେ ସାଥିରେ କେହି ରହିବେ ନାହିଁ। ଭଲ ହୁଅ, କିନ୍ତୁ ଟିକେ ସ୍ୱାର୍ଥପର ହୁଅ, କାରଣ ଏହି ଦୁନିଆରେ ଅଧିକ ଭଲ ଲୋକ ହିଁ ଅଧିକ ଧୋକା ପାଇଛନ୍ତି। ସଚ୍ଚା ପ୍ରେମ ଡେରିରେ ହେଉ କିମ୍ବା ଦେଖୁ ଦେଖୁ ହୋଇଯାଉ, କିନ୍ତୁ ଥରେ ହୋଇଗଲେ ଭୁଲିବାକୁ ସାରା ଜୀବନ ବି କମ୍ ପଡ଼ିଯାଏ। ବଞ୍ଚିଥିବା ଲୋକଙ୍କୁ ତଳେ ପକାଇବା ପାଇଁ ଆଉ ମରିଯାଇଥିବା ଲୋକଙ୍କୁ କାନ୍ଧରେ ଉଠାଇବା ପାଇଁ ଏଠି ଲୋକେ ବଢ଼ିଆ ଏକତା ଦେଖାଇଥାନ୍ତି। କୌଣସି ବି ଜିନିଷ ନିଜର ନୁହେଁ, ସେଥିପାଇଁ କେବେ ବି ଗର୍ବ କରନ୍ତୁ ନାହିଁ, କାହିଁକି ନା ପଥର ମଧ୍ୟ ତାର ଅଧିକ ଓଜନ ପାଇଁ ପାଣିରେ ବୁଡ଼ି ଯାଇଥାଏ। ସମ୍ପର୍କ ଏପରି ହେବା ଦରକାର, ଝଗଡ଼ା ଯେବେ ଦୁଇ ଜଣଙ୍କ ଭିତରେ ହେବ ତ ତୃତୀୟ ଜଣଙ୍କୁ ଯେପରି ଜଣା ନ ପଡ଼ିବ। କେହି ନୀରବ ରହିବା ପଛରେ ଅନେକ କାରଣ ଥାଇପାରେ, କିନ୍ତୁ ନୀରବତାକୁ ବୁଝିପାରୁଥିବା ମଣିଷ ହିଁ ପ୍ରକୃତରେ ହୃଦୟରୁ ଚାହୁଁଥିବା ମଣିଷ ହୋଇଥାଏ। କିଛି ସମ୍ପର୍କକୁ ମଜବୁତ କରି କରି ଅଜାଣତରେ ଆମେ ନିଜେ ହିଁ ଦୁର୍ବଳ ହୋଇଯାଉ। କୌଣସି ଝିଅ କେବଳ ସେହି ପୁଅକୁ ନିଜର ମନ କଥା ଖୋଲିକି କହିଥାଏ ଯାହା ଉପରେ ତାର ନିଜଠାରୁ ବି ଅଧିକ ବିଶ୍ୱାସ ଥାଏ, ଯାହାକୁ ସେ ହୃଦୟରୁ ନିଜର ମାନିଥାଏ। ଯଦି କେହି ତୁମ ସହ କଥା ହେବା ପାଇଁ ବାରମ୍ବାର ବାହାନା ଖୋଜୁଛି, ତ ବୁଝିଯାଅ କି ତୁମେ ତାଙ୍କ ପାଇଁ ବହୁତ ଖାସ୍ ଅଟ। ଯାହାଠାରେ କିଛି ଆଶା ବି ନଥାଏ, ବେଳେବେଳେ ସେହି ମଣିଷ ଖରାପ ସମୟରେ ସାଥୀ ହୋଇ ପାଖେ ପାଖେ ରହିଥାଏ। ଆଉ କିଛି ଲୋକ ନିଜର ହୋଇ ମଧ୍ୟ ଡାକିଲେ ବି ଶୁଣନ୍ତି ନାହିଁ। ପ୍ରେମ ମିଳିବ କି ନ ମିଳିବ ତାହା ତ ଭାଗ୍ୟର କଥା, କିନ୍ତୁ ପ୍ରେମ ସବୁବେଳେ ହୃଦୟରୁ ହେବା ଦରକାର। କାହାକୁ ଦୋଷ ଦେବା ଆଗରୁ ଥରେ ନିଜକୁ ପଚାରିବା ଦରକାର କି ନିଜେ କେତେ ଠିକ୍। ଜୀବନର ଆନନ୍ଦ କେବଳ ସେହି ଲୋକମାନେ ହିଁ ଉଠେଇ ପାରନ୍ତି ଯିଏ କେବଳ ସୁଖ ଭିତରୁ ସୁଖର ସନ୍ଧାନ ନୁହେଁ, ବରଂ ଦୁଃଖ ଭିତରୁ ବି ସୁଖର ସନ୍ଧାନ କରିପାରନ୍ତି। ଇଜ୍ଜତ ସମସ୍ତଙ୍କୁ ଦରକାର, ହେଲେ ପ୍ରତିବଦଳରେ କେହି ଦେବାକୁ ଚାହାନ୍ତି ନାହିଁ। ଝଗଡ଼ା ତ ସବୁ ସମ୍ପର୍କରେ ଥାଏ, ହେଲେ ଝଗଡ଼ା ପରେ ଜିଦି ପକେଇ ରହିବା ଉଚିତ ନୁହେଁ। ଭଲ ସମ୍ପର୍କ ତିଆରି କରିବାକୁ ଯୁଗ ଯୁଗ ଲାଗିଯାଏ, କିନ୍ତୁ ଭାଙ୍ଗିବାକୁ ଗୋଟିଏ ମିନିଟ୍ ବି ଲାଗେ ନାହିଁ। ଜୀବନର ସତ୍ୟ, କେବଳ ସେଇମାନଙ୍କ ଉପରେ ଭରସା କରନ୍ତୁ ଯିଏ ଆପଣଙ୍କ ଭିତରେ ଏହି ତିନୋଟି ଜିନିଷ ଦେଖିପାରୁଥିବ: ହସ ପଛରେ ଥିବା ଦୁଃଖ, ରାଗ ପଛରେ ଥିବା ଭଲ ପାଇବା, ନୀରବ ରହିବା ପଛରେ ଥିବା କାରଣ। ଜୀବନରେ ଥରେ ଏକୁଟିଆ ଚାଲିବା ଶିଖିଗଲେ ନା, ଅନ୍ୟ କାହା ଉପରେ ଆଉ କେବେ ଆଶା ଭରସା ରଖିବା ଦରକାର ପଡ଼ିବ ନାହିଁ। ଯାହା ମନରେ ଭଲ ପାଇବା ବେଶୀ, ତା ମନରେ ରାଗ ଅଭିମାନ ବି ବେଶୀ। ତେଣୁ କେହି ଯଦି ତୁମ ଉପରେ ରାଗେ, ଅଭିମାନ କରେ, ତାହେଲେ ବୁଝିଯାଅ ସେ ନିଜଠୁ ବି ଅଧିକ ତୁମକୁ ଭଲ ପାଏ। ଏମିତି କିଛି କଷ୍ଟ ଥାଏ ଯାହାକୁ କହିବାକୁ କୌଣସି ଶବ୍ଦ ନଥାଏ, କେବଳ ନୀରବତା ହିଁ ଯଥେଷ୍ଟ ହୋଇଥାଏ। ଏକୁଟିଆ ପଛେ ବଞ୍ଚନ୍ତୁ, କିନ୍ତୁ କେବେ କାହାକୁ ଭଲ ପାଇବା ଓ ସମୟ ଦେବାକୁ ବାଧ୍ୟ କରନ୍ତୁ ନାହିଁ। ଦୁଃଖର ସମୟରେ କେବେ ବି ଭାଙ୍ଗି ପଡ଼ନ୍ତୁ ନାହିଁ, କାରଣ ଅନ୍ଧକାର ରାତି ପରେ ଏକ ସୁନ୍ଦର ସକାଳ ନିଶ୍ଚୟ ଆସିଥାଏ। କାହାକୁ ଏଠି ଅତି ଆପଣାର ଭାବିବା ଉଚିତ ନୁହେଁ, କାହିଁକି ନା ମଣିଷ ଏଠି ସମ୍ପର୍କକୁ କମ୍ ଓ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଥାଏ। ମଣିଷ ସେତେବେଳେ ବହୁତ ଅସହାୟ ହୋଇଯାଏ ଯେବେ ସେ କାହାକୁ ହରେଇ ପାରିବନି ଆଉ ପାଇ ବି ପାରିବନି। ଦୁଃଖ ସେହି ମଣିଷକୁ ମିଳେ ଯିଏ ସବୁ ସମ୍ପର୍କକୁ ହୃଦୟରୁ ପାଳନ କରିଥାଏ। ଜୀବନରେ ଯଦି କେହି ଭଲ ଲାଗେ, ତେବେ ତାକୁ କେବଳ ଚାହଁ, କେବେ ପ୍ରେମ କର ନାହିଁ, କାରଣ ପ୍ରେମ ସରିଯାଏ, କିନ୍ତୁ ଚାହିଁବା ନୁହେଁ। ଜୀବନରେ ସବୁବେଳେ ଦ୍ୱିତୀୟ ପସନ୍ଦକୁ ଗ୍ରହଣ କରିବା ବହୁତ କଷ୍ଟଦାୟକ ହୋଇଥାଏ, ସେ ପ୍ରେମ ହେଉ କିମ୍ବା ବନ୍ଧୁତ୍ୱ। ସମୟ ଆଉ ପରିସ୍ଥିତି ସବୁବେଳେ ବଦଳିଥାଏ, କିନ୍ତୁ ଭଲ ସମ୍ପର୍କ ଏବଂ ଭଲ ସାଙ୍ଗମାନେ କେବେ ବଦଳି ଯାଆନ୍ତି ନାହିଁ। ସମ୍ପର୍କର ମୃତ୍ୟୁ ନାହିଁ, ମଣିଷର ସ୍ୱଭାବ, ବ୍ୟବହାର ଏବଂ ଅହଂଭାବ ଏହାକୁ ମାରି ଦେଇଥାଏ। କିଛି ପାଇବାକୁ ହେଲେ କିଛି ହରେଇବାକୁ ପଡ଼ିଥାଏ। ହୁଏତ ଏଥିପାଇଁ କିଛି ଲୋକ ନୂଆ ସାଥୀଟିଏ ପାଇଗଲେ
ପୁରୁଣାକୁ ହରେଇ ଦିଅନ୍ତି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।